ନାରୀ ଯେତେବେଳେ ତାର ଏକ ସନ୍ତାନକୁ 10 ମାସ 10 ଦିନ ଗର୍ଭରେ ଧରି ଧରା ପୃଷ୍ଠକୁ ଆଣେ ସେତିକି ନାରୀର ସାର୍ଥକତା ଲାଭ ହୁଏନି ଲୋ ମା। ପିଲାଟି ଦିନରୁ ତାର ସ୍ତରରୁ କ୍ଷୀର ପିଆଇ ଶିଶୁ ଅବସ୍ଥାରୁ ଯୁବକ ଅବସ୍ଥାକୁ ଆଣିବା ପର୍ଯ୍ୟନ୍ତ ଏକ ମାର ଅନେକ କଷ୍ଟ। ଏ ସଂସାରରେ କୌଣସି ପୁତ୍ର ନାହାନ୍ତି ସେ କଷ୍ଟକୁ ତୁଲ୍ୟ କରିପାରିବ ମା। ମୁଁ ପୁରା ସତ୍ୟସନ୍ଧ ବଂଶର ଦାୟକ। କୁହନ୍ତୁ ମା, ଯଦି ପିତାଶ୍ରୀକୁ ସତ୍ୟକୁ ଭଗ୍ନ କରେ ଏ ସଂସାରରେ ସମସ୍ତେ କହିବେ କୌଶଲ୍ୟାଙ୍କ ଗର୍ଭରୁ ରାଜା ଦଶରଥଙ୍କ ଔରସରୁ ଜନ୍ମ ହୋଇଥିବା ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ଏକ ସତ୍ୟକୁ ପାଳନ କରିପାରିଲା ନାହିଁ। ଆପଣ କଣ ସହ୍ୟ କରିପାରିବେ ବା? କୁହନ୍ତୁ ମା, ଆପଣଙ୍କ ଗର୍ଭରୁ ଜନ୍ମ ହୋଇ ଏ ରାମ କଣ ଚାହିଁବ ଏ ସତ୍ୟ ସନ୍ଧ ବଂଶରେ କଳଙ୍କ ଲାଗିଯାଉ? କୁହନ୍ତୁ ମା, ଏ ନିନ୍ଦା କଣ ଆପଣ ଦେବ ନାହିଁ? ଜାଣନ୍ତି ଏ ସତ୍ୟ କେବଳ ରାମ ପାଇଁ ଥିଲା, କିନ୍ତୁ ମୋ କଷ୍ଟର ଭାଗିଦାର ହେବା ପାଇଁ ମୋର ସାନୁଟ ଲକ୍ଷ୍ମଣ ମଧ୍ୟ ମୋ ସମ୍ପଦରେ ଯାଉଛି। ହଁ ମା, ଆପଣ କାହିଁକି କ୍ରନ୍ଦନ କରୁଛନ୍ତି? ପୁତ୍ର ପରା ବନକୁ ଯାଉଛି, ହସି ହସି ବିଦାୟ ଦିଅନ୍ତୁ ଏବଂ ଏଇ ଆଶୀର୍ବାଦ କରନ୍ତୁ। ହେ ରାମ, 14 ବର୍ଷର କଣ୍ଟକିତ ପଥର ପତି ଘସାଜି ଆପଣଙ୍କ ମୁଖର ଚୁମ୍ବନ ପାଇ ହସି ହସି ଆପଣଙ୍କ କୋଳକୁ ଫେରି ଆସୁବା। ରାମ ବନ ଯିବା ଛୁରୀ
ସୁଧା ଲାଗିଲା ବୋଲିର କରିବାରୁ ଗୋଳରେ କଲେ କାହାକୁ ମାଗିବୁ ରାକ୍ଷସ ମାନଙ୍କୁ ଦେଖି ତାକ ହୋଇ ମୁରେ କଲେ କାହାକୁ ମାଗିବୁ ଦଣ୍ଡେ ଦେବେ ପାଶରୁ ଅଙ୍କର ହେଉ ତୁହି ଭରସ୍ତ ହରିଣୀ ପରାଏ ହେଉ ଥାଇରେ ତୁମରେ କହିବ ଛାଡ଼ି ତୋ ଲାଗି ଦିନ ସରେ ମୋର ଭାଇ ଭାରିରେ ତୁମରେ କହି ସଂସାରୀ ଉଷାବାର ବ୍ରତେ ପାଇ ଲୋକେ ଲୋକ ସାଗରେ ହସାଇ ତାଉ ଅଛୁ ମତେରେ ଆହେ ରଘୁକୁଳ ଚାଲ ଅନ୍ଧ ହୋଇ ବସିବି ତ ଲାଗି ରାମଚନ୍ଦ୍ରରେ ଆରେ ରଘୁକୁଳ ଧାମ ବିଚାରିଥିଲି କୁମର ହେଲା ଦୁଃଖ ଗଲା ବେଣୁଦାରେ ବେଣୁ ବେଣୁ ସନ୍ତାପ ବଢ଼ିଲାରେ ହୃଦ ଫାଟି ଯାଉଅଛି ବିକଳେ ମୁଣ୍ଡିଏ ପଡ଼ିଲା ପ୍ରାୟ ମାଝିରେ ହୃଦ ଫାଟି ଯାଉଅଛି ଯେତେ କହିଲେ ତୁ ମଥା ଟେକି ନ ସୁଖ ପାଇବୁ ବୋଲି ବନବାସ ଯାଉରେ ସତ୍ୟ ଭଗବତେ ହେ ରାମ ମା ଏ ସତ୍ୟ ଭଗ୍ନ ପଛେ ହେଲେ ହେଇ ପଛେ କେହି ନା ହେବା ତୁ ମନୁଷ୍ୟକୁ ଯା ନାହିଁ ମତେ ଛାଡ଼ି ତୁ କେମିତି ବନକୁ ଯିବୁ ବୋଲି ଭାବୁଛୁ ଏ ମାର ମନ ଏ ମାକୁ ତୁ କେମିତି ଅନ୍ତର କରି ଚାଲିଯିବାକୁ ଭାବୁଛୁ ରେ ରାମ କହିଲି ନା ମା ମୋର ଜନ୍ମ କରା ହେଉଛି ସତ୍ୟ ସଙ୍ଗରେ କୁହନ୍ତୁ ମା ଯଦି ଆପଣଙ୍କ ସତ୍ୟକୁ ଭଗ୍ନ କରେ ଏ ସଂସାରର ନିନ୍ଦାର ବାଜନା କଣ ଆପଣ ସହ୍ୟ କରିପାରିବେ ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି ସାରିଛି ଯେତେ ରାମ ପ୍ରତି ବିପତ୍ତି ଆସିଲେ ମଧ୍ୟ ଏ ରାମ କେବେ ବି ସତ୍ୟ ଭଗ୍ନ କରିବ ନାହିଁ ମା ରାମ ଏ ବାତାଙ୍କୁ ପ୍ରବୋଧ କରି କହନ୍ତିରା
কৌরবর সঙ্গে আহিবি গো মাস কল্যাণ মাঝি আজ্ঞা ମା ଏ 14 ବର୍ଷ ବନକୁ ଯିବା ଏ କାର ପ୍ରବୋଧନା ନୁହେଁ ମା ଏ ହେଉଛି ମୋ ପିତିର ବିଧାନ ବିଧାତା ଯାହା ଭଲ ପଟରେ ଲେଖି ଦେଇଛି ଆହି ରାମ ସହିବାକୁ ପଡୁଛି ମା ମୁଁ କଥା ଦେଉଛି ମା ପିତାଶ୍ରୀଙ୍କ ସତ୍ୟକୁ ରକ୍ଷା କରି 14 ବର୍ଷ ଅରଣ୍ୟ ପଥକୁ ସାରି ପୁନଶ୍ଚ ଆପଣଙ୍କୁ କୋଳକୁ ରାମ ଫେରି ଆସିବ ମା সেই পর্যন্ত অপেক্ষা କରିଥାନ୍ତୁ ମା ମୁଁ ଫେରି ଆସିଲେ ମତେ ଆପଣ କୋଳରେ ବସେଇ ସୁସ୍ୱାଦୁ ବ୍ୟଞ୍ଜନ ଖୁଆଇଦେବେ ମୁଁ ଅରଣ୍ୟରୁ ଫେରି ଆସିଲେ ମୋ ମୁଖରେ ରାମ ରାମ କହି ଚୁମ୍ବନ ଦେବେ ମା ଏତିକି ଆଶୀର୍ବାଦ କରନ୍ତୁ ମା 14 ବର୍ଷ ଏ କଣ୍ଟକିତ ପଥର ଭର୍ତ୍ତିକ ସାଜି ସୁଖ ସହରେ ମୁଁ ଏବଂ ଲକ୍ଷ୍ମଣ ଆପଣଙ୍କ କୋଳକୁ ଫେରି ଆସୁ ମା ଫେରି ଆସୁ ହେ ପ୍ରବୋଧ କରିବା ତାଙ୍କୁ ଦିଆଛି ସର୍ବପ୍ରଥମେ ମୋର ପ୍ରଣାମ ଗ୍ରହଣ କରୁ ସୀତେ ଭକ୍ତ କହିଥିଲେ ଆପଣ ରାଜସିଂହାସନରେ ଅଭିଷିକ୍ତ ହୋଇଥାନ୍ତେ ମୁଁ ରାଜରାଣୀ ହୋଇଥାନ୍ତି କିନ୍ତୁ ଆପଣଙ୍କ ମୁଖମଣ୍ଡଳରେ ଏହିଭଳି ଭାବ କ'ଣ ହୋଇଛି ପ୍ରଭୁ କହୁଛି ସୀତେ ଏ ଶୁଣିନଛି ତାଙ୍କ ପ୍ରଭୁଦେବ ସୀତେ ତୁମେ ଯାହା ଶୁଣିଛ ସତ୍ୟ ଶୁଣିଛ ରାତ୍ର ପାଇଥିଲେ ଏ ରାମ ସାଜିଥାନ୍ତା ଅଯୋଧ୍ୟା ରାଜ ସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ତା ମସ୍ତକରେ ଶୋଭା ପାଉଥାନ୍ତା ଏ ଅଯୋଧ୍ୟା ବଂଶର ରାଜମୁକୁଟ ତୁମେ ସାଜିଥାନ୍ତ ତାର ପାଟ ମହିଷି ହେଲେ ମୋ ଭାଗ୍ୟର ବିଡ଼ମ୍ବନା ମଧ୍ୟମ ମାତା କୈକେୟୀ ପିତାଶ୍ରୀଙ୍କୁ ସତ୍ୟ କରାଇ ଦୁଇଟି ବର ମାଗି ନେଇଛନ୍ତି ସୀତେ ଜାଣ ସେ ବର କ'ଣ ପ୍ରଥମ ବର ହେଉଛି ମୋ ପରିବର୍ତ୍ତେ ମୋ ସାନୁଜ ଭରତ ଏ ଅଯୋଧ୍ୟା ରାଜ ସିଂହାସନରେ ସାଜିବ ଚକ୍ରବର୍ତ୍ତୀ ସମ୍ରାଟ ଏବଂ ଦ୍ୱିତୀୟ ସତ୍ୟ ହେଉଛି ଏ ରାମ 14 ବର୍ଷ ପାଇଁ କୁଣ୍ଟକିତ ପଥର ପ୍ରତୀକ ସାଜିବ ସୀତେ ପିତାଶ୍ରୀଙ୍କ ସତ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ମୁଁ ଏବଂ ମୋର ସାନୁଜ ଲକ୍ଷ୍ମଣ ଅରଣ୍ୟଗାମୀ ହେବାକୁ ବାହାରିଛୁ ସୀତେ ଯିବା ପୂର୍ବରୁ ତୁମକୁ ମୋର ଏଇ ଆଦେଶ ପିତାମାତାଙ୍କର ବାର୍ଦ୍ଧକ ଅବସ୍ଥା ସୁପଗତ ପିତାମାତାଙ୍କର ସେବା କରିବା ପାଇଁ ଏ ରାମ ଅଯୋଧ୍ୟାରେ ନଥିବ କିନ୍ତୁ ଯିବା ପୂର୍ବରୁ ତୁମକୁ ମୁଁ ଏକ ଆଦେଶ ଦେଉଛି ସୀତେ ମୁଁ ଯେତେବେଳେ ଅରଣ୍ୟଗାମୀ ହେବି ସେତେବେଳେ ପିତାମାତାଙ୍କର ସେବାରୁ ଯେପରି ତୁମେ ନିବୃତ୍ତ ନ ହେବ ସୀତେ ଏହା ହେଉଛି ମୋର ଆଦେଶ ସତ୍ୟ ପ୍ରଭୁ ହଁ ସୀତେ ଏହା ହେଉଛି ସତ୍ୟ କିନ୍ତୁ ମୋ ପ୍ରତି ଏତେ ନିଷ୍ଠୁର କାହିଁକି ପ୍ରଭୁ ନିଷ୍ଠୁର ମୁଁ ତ କାହା ପ୍ରତି ନିଷ୍ଠୁର ହୋଇନି ସୀତେ ମୋ ଭାଗ୍ୟରେ ଯାହା ଥିଲା ସେହା ହିଁ ମୋତେ ଭୋଗ କରିବାକୁ ପଡୁଛି ଏଥିରେ ମୁଁ ତୁମ ପ୍ରତି ନିଷ୍ଠୁର ହେଇନି ସୀତେ କିନ୍ତୁ ମୁଁ
ଆପଣ ତ 14 ବର୍ଷ ପାଇଁ ଅରଣ୍ୟକୁ ଚାଲିଯିବେ। ମୁଁ କାହାକୁ ଏଠାରୁ ନେଇ ବସିବି ପ୍ରଭୁ। ଆପଣ ଯଦି କାୟା ହୁଅନ୍ତି ମୁଁ ହେଉଛି ତାର ଛାୟା। କାୟା ଛାୟା କ'ଣ କେବେ ବି ପୃଥକ ହୋଇପାରନ୍ତି ପ୍ରଭୁ। ଏ ତୁମରିତେ ସଚ୍ଚିଦାରାମ ପଙ୍କଜ ଚରଣ। ନରେନ୍ଦ୍ର କଲା କାନ୍ଦରୀୟ ଚରଣ ଜୟ ରାମ। ବାହୁନ୍ତେ ତେ କହି ରଘୁପତି ଶ୍ରୀରାମଙ୍କୁ ଚାହିଁ କହେ ଜନକ ଦୁରିତି ଆହେ ଜୀବର ଜୀବନ। तुम्हे बने गले स्वामी जीवी मुहि बन आहे जीवर जीवन। हे प्रभु सीते आपण हेउछंती धर्मज्ञ। ମୁଁ ବା ତୁଚ୍ଛ ଦାସୀଟି ଆପଣଙ୍କୁ କ'ଣ ଧର୍ମ କଥା କହିବି। ଆପଣ କ'ଣ ଜାଣନ୍ତି ନାହିଁ ଏ ସଂସାରରେ ସମସ୍ତେ ପିତା ମାତା ଭ୍ରାତା ପୁତ୍ର ପୁତ୍ରବଧୂ ସମସ୍ତେ ନିଜ ନିଜର ଭାଗ୍ୟ ଅନୁସାରେ ସୁଖ ଦୁଃଖ ଏବଂ ପାପ ପୁଣ୍ୟକୁ ଭୋଗ କରିଥାନ୍ତି। କେବଳ ଏକମାତ୍ର ସ୍ତ୍ରୀ ଯେ ତାର ସ୍ୱାମୀର ଭାଗ୍ୟ ଅନୁସାରେ ନିଜର ପାପ ପୁଣ୍ୟ ସୁଖ ଦୁଃଖକୁ ଭୋଗ କରିଥାଏ। ସ୍ତ୍ରୀ ହେଉଛି ସ୍ୱାମୀର ଛାୟା ସ୍ୱରୂପ। ସ୍ୱାମୀ ପ୍ରସାଦର ଶିଖର ଭାଗରେ ରହୁ ବା ଆକାଶରେ ଗତି କରୁ ବା ସାପଦ ଶଙ୍କୁଳ ବିଜନ ଅରଣ୍ୟରେ ମଧ୍ୟ ବିଚରଣ କରୁ। ସହଚାରିଣୀର କର୍ତ୍ତବ୍ୟ ହେଉଛି ସଦା ସର୍ବଦା ତା ସ୍ୱାମୀକୁ ଅନୁସରଣ କରି ଚାଲିବା। ଯଦି ଆପଣ ବନକୁ ଯିବେ ମୁଁ ମଧ୍ୟ ଆପଣଙ୍କ ସହିତ ବନକୁ ଯିବି ପ୍ରଭୁ। ମୁଁ ଏଠାରେ ଏକାକୀ ରହିପାରିବି ନାହିଁ। ଏ ହୃଦର ଚନ୍ଦନ ମୋର ରଘୁନାନ ଦେଖିলে অন্ধ প্রায় মনয়ন আরে প্রাণ ঈশ্বর। সঙ্গে নিয় মুহি তুম্ভ দাসী রঘুবীর আহে প্রাণ ঈশ্বর। ଶରୀରରେ ଚନ୍ଦନ ଧାରଣ କଲା ପରେ ଯେଉଁ ପ୍ରକାର ଶୀତଳତା ମିଳିଥାଏ ସେହି ପ୍ରକାର ଶୀତଳତା ଆପଣ ମୋ ନିକଟରେ ଉପସ୍ଥିତ ଥିଲାବେଳେ ମୋତେ ମିଳେ। ଆପଣଙ୍କୁ କ୍ଷଣେ ନ ଦେଖିଲେ ସୀତା ଅନ୍ଧୁଣି ହୋଇଯାଏ ପ୍ରଭୁ। ଆପଣ ଚିନ୍ତା କରନ୍ତୁ ନାହିଁ, ଅରଣ୍ୟରେ ମୁଁ ଆପଣଙ୍କୁ କୌଣସି କଷ୍ଟ ଦେବି ନାହିଁ ପ୍ରଭୁ। ସଦା ସର୍ବଦା ଆପଣଙ୍କର ଅନୁଧାବନ ହୋଇ ଆପଣଙ୍କର ଅକ୍ଷରକୁ କର୍ତ୍ତବ୍ୟ ପାଳନ କରୁଥିବି। ଆପଣ ଖାଇସାରିବା ପରେ ମୁଁ ଖାଇବି। ସଦା ସର୍ବଦା ଆପଣଙ୍କ ପଶ୍ଚାତ ଭାବେ ମୁଁ ଚାଲି ଯାଉଥିବି। ଆପଣ ଶୟନ କରିବା ପରେ ମୁଁ କରିବି। ଅରଣ୍ୟର ଫଳମୂଳ ଅମୃତ ସଦୃଶ ପାନ କରି ମୁଁ ଜୀବନ ଯାପନ କରିବି ପ୍ରଭୁ। କିନ୍ତୁ ଅସହାୟ ଉପରେ ଏହିପରି ନିର୍ଦ୍ଦେଶ ଦେଇ ତାକୁ କଷ୍ଟ ଦିଅନ୍ତୁ ନାହିଁ ପ୍ରଭୁ। অনুভগ্ন করি দুর্গতি কুরাবু। আরে মুদে বিভা হই তোমার কিল কালু মতে নিরাসন ঘর।
मिथिला कटक से शिवधनु उत्सव चली से लक्ष्य राजन शिवधनु को भग्न करने को असमर्थ होते से लक्ष्य राजन को अपमान करी आपण मोर पानी ग्रहण कर मत विवाह करते काल काल को मत निजर कर से पत्नी किपर आपण दूरे देवा बसुँच प्रभु यह कौन मो पक्ष न्याय यह कौन आपणकर धर्म कौन सी सुख कौन सी राजमर्यादा चाहूना प्रभु केवल आपणकर पाद सेवा राम बरंती सुंदरी राक्षस वन जीवने अति भयंकर न आस गो चंद्रमुखी के मन्ते बंचिब फल मूल खाई सखी न आस गो चंद्रमुखी तुम्हें जा कहल हे राम को सब जना कहीपर सीते जिते बेले तुम्हें मिथिला देश में थिल से राजर्षि जनक अली अली कन्या थिल लक्ष्य राजा गर्भ को गंजन करी शिव सदासन गुण दे राम जिते बेले तुम्हें मो हस्त धरी अयोध्या को आसिल अयोध्या साजिल कुल बधू तुमर जीवन राजभोग कटि सारी सीते पार से मो हस्त तुम्हें अरण्य को जीव ताले अरण्य फलमूल ग्रहण कर सीते राजभोग को परित्याग करी अरण्य कंटकित पत्थर प्रतीक साजी पार अरण्य समस्त भयंकर राक्षस मानकर निकटाल रणी तुम्हें कौन श्रवण कर सीते सीते प्रयोजन कहीं रे मनाही रघुनाथ स्वामी जीवी तुम्हारी संगत छाड़े प्राण मुख चाही दिन कटाई भी छाड़ी गले प्राण पति वनवासर जो सब दोष मान आपण मो आगे वर्णना कले ताहा मो गुणीय रूप से गण्य हो प्रभु जिते बेले आपण मो सहित जीवे हिंस्र शपथ मैंने आपण को देखी भय पलायन करेंगे आपणकर कोमल पदस्पर्श कंटकित पथ कोमल दुर्बाद रूपांतरित हो प्रभु तेणु आपण था मोर बाय डर कह जिते हिंस्र जंतु आसिले आपण मत से कबल रक्षा करी यहाँ भल भाव ज्ञात प्रभु ठीक अच्छे सीते जदि तुम्हें कहूच मो संगत कंटकित पत्थर प्रतीक साजा मु राजी सीते ताले सत्य को आदरी निय रात्र पाइबा पूर्व अयोध्या छाड़ी आम अरण्य को चली जावा सीते सीता बाणी चूड़ी राम मौन होइले आहे कौशल्यंकु गिरहु बाहरिले रानी धरी सीता
ସଙ୍ଗତରେ ମୋର ସାନୁଜ ଲକ୍ଷ୍ମଣ ଏବଂ ପତ୍ନୀ ସୀତା ମଧ୍ୟ ଅରଣ୍ୟକୁ ଯିବାକୁ ବାହାରିଛନ୍ତି ମା। ରାମ ଯିବା ପୂର୍ବରୁ ବିଦାୟ ଦିଅନ୍ତୁ। ତମେ କି ନିଷ୍ପତ୍ତି ନେଇଛ ରେ? ବୋଉ, ରାମ ତୁମେ ବନକୁ ଯିବା ପାଇଁ ତମେ ସମସ୍ତେ ଏକ ନିଷ୍ପତ୍ତି ନେଇ ଯାଇଛ ରେ। ଆଉ ମୁଁ ତମର କିଏ? ଆଉ ଗଲାବେଳେ ମୋର ଗୋଟିଏ ତୁମେ ତିନି ଜଣ ଏଇ କଥାକୁ ପାଳନ କରିବ। ମା ସୀତା ଆମ ପାଶକୁ ମା। ରାମ ଯିବ, ତୁ ଯିବୁ, ଲକ୍ଷ୍ମଣ ବି ଯିବ। 14 ବର୍ଷ ହେଲେ ଗୋଟିଏ କଥା ମୋର ମନେ ରଖିଥିବୁ ରେ ମା। ମୁଁ ହଉଛି ତୋର ଶାଶୁ। ତୋ ଗର୍ଭଧାରୀ ନହେଲେ ବରଂ ମୁଁ ହଉଛି ତୋ ମା। ମୁଁ କହୁଛି ଶୁଣେ ରେ ମା। କୌଶଲ୍ୟା କହନ୍ତି ଶୂରରେ ତୋ କଲ୍ୟାଣୀ। ଆରେ ଲକ୍ଷ୍ମଣ ତୋତେ ଲାଗିଲା ଏତେ କୁମାରୁ, ରାମ ପତି ତୋ ଦେବତା। রামপতি দেবতা হে মা, ମୋ ପୁତ୍ର ରାମ ହଉଛି ତୋର ପତି ଦେବତା। ହେଲେ ତାର ସେବା କରିବୁ। ହେଲେ ହେଲେ ତୁ ଲକ୍ଷ୍ମଣକୁ କେବେ ହେଲେ ଅନ୍ତର କରିବୁନି ରେ ମା। ତାକୁ ତୁ ପୁତ୍ର ଭଳି ପାଳିଥିବୁ। ଆମକୁ ସିନା